Anand Kilpe Kumaraswamy was was born in Colombo, Ceylon, now Sri Lanka. Was a Ceylonese Tamil philosopher and metaphysician, as well as pioneering historian and philosopher and art, of India art, particularly art history and symbolism, and an early interpreter of Indian culture to the West. ତ କଣ କହିଛନ୍ତି ନା ଆନନ୍ଦ କୁମାର ସ୍ୱାମୀଙ୍କର ଜନ୍ମ କଲମ୍ବୋ ଯୋଉଟା କି ସିଲନରେ ହୋଇଥିଲା, ଯାହାକି ବର୍ତ୍ତମାନ ଆମେ ଜାଣିଛନ୍ତି କଣ ନା ଶ୍ରୀଲଙ୍କା ନାମରେ। ସେ ସିଲୋନିଜ ତାମିଲ ପରିବାରରେ ଥିଲେ। ଆଉ ସେ ଜଣେ ଫିଲୋସୋଫର ମଧ୍ୟ ଥିଲେ, ହେଲା, ଯୋଉଟା କି ତତ୍ତ୍ୱ ବୋଲି କହନ୍ତି। ଫିଲୋସୋଫର ମଧ୍ୟ ଥିଲେ ଆଉ ମେଟାଫିଜିସିଆନ ମଧ୍ୟ ଥିଲେ। ତାଙ୍କର ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ଥିଲା କଣ ନା ହଉଛି ଇଣ୍ଡିଆନ ଆର୍ଟ, ମାନେ ଭାରତୀୟ କଳା ବିଷୟରେ ଡିପଲି କିଛି ଗୋଟେ ଷ୍ଟଡି କରିବା ଆଉ ତା ବିଷୟରେ ଜାଣିବା, ହେଲା। ଆଉ ସେ ଗୋଟେ ଫ୍ରଣ୍ଟଲାଇନ ହିଷ୍ଟୋରିଆନ ମଧ୍ୟ ଥିଲେ, ହେଲା। ଯିଏ କି ଆମର କଣ ନା ହଉଛି ଆର୍ଟ ହିଷ୍ଟ୍ରି ଆଉ ସିମ୍ବଲିଜିମ, ହେଲା, ଯୋଉଟା କି ପ୍ରତୀକବାଦ କୁହନ୍ତି, ସିମ୍ବଲିଜିମ ଏସବୁ ବିଷୟରେ ଡିପ୍ ମିନିଂ ବୁଝିଥିଲେ, ମାନେ ବୁଝାଇଥିଲେ, ହେଲା। ମାନେ ତାର ମାନେ କଣ, ତା ଭିତରେ କଣ କଣ ସବୁ ଅଛି, କାହିଁକି ଆମେ ଜାଣୁଛନ୍ତି କଣ ନାହିଁ, ଏସବୁର ଡିପ୍ ମିନିଂ କୁ ବୁଝାଇଥିଲେ। ଆଉ ସେ ଇଣ୍ଡିଆନ ସଂସ୍କୃତିକୁ ଆମର କଣ କରିଥିଲେ, ଇଣ୍ଡିଆନ କଲଚରକୁ ପଶ୍ଚିମ ଦେଶ ଯୋଉଟା କି ୱେଷ୍ଟ ୱେଷ୍ଟ ଇଣ୍ଡିଆନ ମଧ୍ୟରେ ଆମର କଣ କରିଥିଲେ ନା ପ୍ରଥମ ଥର ପରିଚୟ କରାଇଥିଲେ। ବ୍ୟକ୍ତି ମାନଙ୍କ ମଧ୍ୟରେ ସେ ଜଣେ ଥିଲେ, ଯିଏକି ଆମର ସମସ୍ତଙ୍କ ଭିତରେ ଏଟା କଣ ନା ୱେଷ୍ଟ ମଧ୍ୟରେ ପ୍ରଥମ ଥର ପରିଚୟ କରାଇଥିଲେ। ତାପରେ କହିଛି in particular he is described as the groundbreaking theorist who was largely responsible for introducing ancient Indian art to the West। ତ କଣ ନା ତାଙ୍କୁ କୁହାଯାଏ ଗ୍ରାଉଣ୍ଡ ବ୍ରେକିଂ ଥିଓରିଷ୍ଟ, ମାନେ ସେ ହେଲେ ଜଣେ ନୂଆ ଧାରଣା ଦେଇଥିବା ଆମର କଣ ନା ଗୋଟେ ଥିଓରିଷ୍ଟ, ଯିଏକି ପୁରୁଣା ଭାରତୀୟ କଳାକୁ ପଶ୍ଚିମ ଦେଶରେ ଇଣ୍ଟ୍ରୋଡ୍ୟୁସ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ଆମେ କହିପାରିବା। ଆଉ ସେ ପ୍ରମାଣ କରିଥିଲେ ଯେ କି ପ୍ରାଚୀନ ଇଣ୍ଡିଆନ ଆର୍ଟ, ହେଲା, ପ୍ରାଚୀନ ଇଣ୍ଡିଆନ ଆର୍ଟ ଯୋଉଟା ଥିଲା କେବଳ ଶିଳ୍ପରେ ତିଆରି ଶିଳ୍ପ କାର୍ଯ୍ୟ ଏସବୁ ନୁହେଁ, ସେଗୁଡିକ ଡିପ୍ ଇନଫର୍ମେସନ, ତାର ଅର୍ଥ ଆଉ ଆଧ୍ୟାତ୍ମିକତାରେ ମଧ୍ୟ ରହିଥାଏ। ଖାଲି ଯେ ଆମର ହଉଛି କଣ ଇଣ୍ଡିଆନ ଆର୍ଟ ଖାଲି ହଉଛି କଣ ଶିଳ୍ପ ଖାଲି କରାହେଇଥିଲା ସେଗୁଡାକ ନୁହଁ, ଆଧ୍ୟାତ୍ମିକତା ମଧ୍ୟ ବହୁତ ସାରା ଆମର ଅଛି। ସେ ସେଇ ସବୁ ମିନିଂକୁ ଆମକୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ତାପରେ କହିଛନ୍ତି ୱାର୍କ ବାय କୁମାର ସ୍ୱାମୀ, ଟ୍ରାଡିସନାଲ ଆର୍ଟ ରେ କଣ କଣ ସବୁ ୱାର୍କ ହେଇଛି। ଦ ଟ୍ରାଡିସନାଲ ଭ୍ୟୁଜ ଅଫ ଆର୍ଟ 2007 କଣ କରିଛନ୍ତି ୱାର୍ଲଡ ୱିଜଡମ ରେ ଏଇ ଯୋଉ ଲେଖିଛନ୍ତି ଟ୍ରାଡିସନାଲ ଭ୍ୟୁଜ ଅଫ ଆର୍ଟ, ଏହି ବହିରେ କୁମାର ସ୍ୱାମୀ ଦେଖାଇଛନ୍ତି କଣ ନା ଟ୍ରାଡିସନାଲ ଭ୍ୟୁଜ, ମାନେ କଳା କେବଳ ଦେଖିବା ପାଇଁ ଆମର ନୁହେଁ, ଏହା ଆମର କଣ ନା ଧାର୍ମିକ ଆଧ୍ୟାତ୍ମିକ ଏସବୁର ମୂଲ୍ୟ ମଧ୍ୟ ଏଥିରେ ଅଛି। ଖାଲି ଯେ ଆମେ ସମସ୍ତେ ଭାବୁଛନ୍ତି ଟ୍ରାଡିସନାଲ ଭ୍ୟୁ କହିଲା ମାନେ ଖାଲି କଣ ନା ହଉଛି ଖାଲି ହଁ ଦେଖିବା ଜିନିଷ ସବୁ, ସେ ସବୁ ନୁହଁ, ଧାର୍ମିକ ଆଧ୍ୟାତ୍ମିକ ମୂଲ୍ୟ ଏଥିରେ ବହୁତ ସାରା ରହିଅଛି। ତାପରେ କହିଛନ୍ତି କଣ ନା ଇଣ୍ଟ୍ରୋଡକ୍ସନ ଟୁ ଇଣ୍ଡିଆନ ଆର୍ଟ, ଯୋଉଟା କି ସିଙ୍ଗର ପବ୍ଲିଶ କେବେ ହେଇଥିଲା ଡେଟଟା ଦେଇଛି, ଯୋଉଟା କି ଭାରତୀୟ କଳା ବିଷୟରେ ପ୍ରାଥମିକ ଜ୍ଞାନ ଦେଇଥିବା ବହି ଗୋଟେ, ଇଣ୍ଟ୍ରୋଡ୍ୟୁସିଂ ଅନ୍ ଇଣ୍ଡିଆନ ଆର୍ଟ, ଯେଉଁଥିରେ କି ପ୍ରାଚୀନ ଭାରତୀୟ କଳା ଆଉ ବିକାଶ ଆଉ ତାର ଗୁରୁତ୍ୱ ଏସବୁକୁ ନେଇକି ଇନଫର୍ମେସନ ତା ଭିତରେ ଅଛି। ଆଉ ଗୋଟେ ହେଲା ବୁଦ୍ଧିଷ୍ଟ ଆର୍ଟ। ବୁଦ୍ଧିଷ୍ଟ ଆର୍ଟରେ ଆମର କଣ ଅଛି ନା ଏଇ ବହିରେ ସେ ବୁଦ୍ଧ ଧର୍ମ ସହିତ ସମ୍ବନ୍ଧିତ ଯେତେକ କଳା, ମୂର୍ତ୍ତି, ବିମ୍ବ, ଚିତ୍ର, ହେଲା, ଏସବୁ ବିଷୟରେ ଉଲ୍ଲେଖ ସେ କରିଛନ୍ତି। ତାପରେ କହିଛନ୍ତି ଗାର୍ଡିଆନ ଶବ୍ଦ ସୁନ୍ଦର କଣ ଏଟା ନା ସେ କହିଛନ୍ତି ଏଟା ଗୋଟେ କଣ କହିଲ ଆଇକୋନୋଗ୍ରାଫିକ ସେ ସଂଗ୍ରହ ହେଇଥିଲା, ଯୋଉଥିରେ କି ଭାରତୀୟ କଳାର ଗୋଟେ କିଛି ଗୋଟେ ପ୍ରତୀକ ହେଇଗଲା, କିଛି ଗୋଟେ ଚିହ୍ନ ହେଇଗଲା, ଏସବୁର ଅର୍ଥ ବ୍ୟାଖ୍ୟା କରାଯାଇଅଛି ଏଥିରେ, ହେଲା। ତାପରେ ହଉଛି ହିଷ୍ଟ୍ରି ଅଫ ଇଣ୍ଡିଆନ ଆର୍ଟ, ଇଣ୍ଡୋନେସିଆନ ଆର୍ଟ କଣ ନା ଏଇ ବହିରେ ଆମର ଭାରତ ଆଉ ଇଣ୍ଡୋନେସିଆର ପ୍ରାଚୀନ କଳାର ଇତିହାସ ରହିଛି, ଡେଭଲପମେଣ୍ଟ ଉପରେ ଡିସ୍କସନ କରାଯାଇଅଛି, କେମିତି ଡେଭଲପମେଣ୍ଟ ହେଇପାରିବ, ହେଇଛି, ଏସବୁ ବିଷୟରେ ଡିସ୍କସନ କରିଛନ୍ତି। ତାପରେ କହିଛନ୍ତି ଟିଚିଂ ଅଫ ଡ୍ରଇଂ ଇନ ସିଲନ, କଣ ନା ହଉଛି ସିଲନ ମାନେ ଶ୍ରୀଲଙ୍କାରେ ଆମର କଣ ଡ୍ରଇଂ ଶିକ୍ଷା କିପରି ଦିଆଯିବା ଉଚିତ, ତାହା କେମିତି ପିଲାମାନେ ଶିଖିବେ, ସେସବୁ ମଧ୍ୟ ଏ ବହିରେ ଆମର ଲେଖା ହେଇଛି। ତାପରେ କହିଛନ୍ତି ଦ ଇଣ୍ଡିଆନ କ୍ରାଫ୍ଟ
କ୍ରାଫ୍ଟମ୍ୟାନ। ତ କଣ ଏଟା ନା ଏଇ ଯୋଉ ବହିରେ ଭାରତୀୟ କାରିଗରୀ ମାନଙ୍କର ସ୍କିଲ୍ସ ହେଇଗଲା, ଭ୍ୟାଲୁଜ ହେଇଗଲା, ଶିଳ୍ପର ସଂସ୍କୃତି ବିଷୟରେ ସବୁ ଏକ୍ସପ୍ଲାନେସନ ସବୁ ରହିଅଛି ହେଲା। ତାପରେ କହିଛି ବିଶ୍ୱକର୍ମ, ଇଣ୍ଡିଆନ ଆର୍କିଟେକ୍ଚର, ସ୍କଲ୍ପଚର, ପେଣ୍ଟିଂ, ହ୍ୟାଣ୍ଡିକ୍ରାଫ୍ଟ ଏହା ସବୁର ଏକ୍ସାମ୍ପଲ ସବୁ ଅଛି। କଣ ନା ହଉଛି ଏଇ ବହିରେ ଆମର ଇଣ୍ଡିଆନ କଲଚର, ସ୍କଲ୍ପଚର, ପେଣ୍ଟିଂ, ହ୍ୟାଣ୍ଡିକ୍ରାଫ୍ଟ ତାମାନେ ହଉଛି କଣ ନା ହଉଛି ଭାରତୀୟର ନିର୍ମାଣ କଳା ହେଇଗଲା, ମୂର୍ତ୍ତି କଳା ହେଇଗଲା, ଚିତ୍ର କଳା ହେଇଗଲା, ହସ୍ତଶିଳ୍ପ ହେଇଗଲା, ଏସବୁର ଉଦାହରଣ ଆମର କଣ ନା ଏଥିରେ ଏଇ ବହିରେ ଦିଆଯାଇଛି କେମିତି କଣ ସବୁ ହୁଏ। ତାପରେ କହିଛନ୍ତି ଦ ମିରର ଅଫ ଗେଷ୍ଟର, ଏହି ବହିରେ ନୃତ୍ୟ, ଭଙ୍ଗଭଙ୍ଗୀ ଏସବୁ ବିଷୟରେ ଲେଖାଯାଇଛି। ଏହା ହଉଛି ଭାଷା ନୃତ୍ୟର ଡେଭଲପମେଣ୍ଟ ବିଷୟରେ ଅନୁଭବ କେମିତି ଆମକୁ ମିଳେ ସେ ସବୁ ଜିନିଷ ଦିଆହେଇଛି ହେଲା। ତାପରେ ଆମର କହିଛି କଣ ତାପରେ କହିଛି ଇଣ୍ଡିଆନ ମ୍ୟୁଜିକ କଣ ନା ଇଣ୍ଡିଆନ ମ୍ୟୁଜିକ 1917ରେ ଆମର ଇଏ ଆସିଥିଲା। ଭାରତୀୟ ସଙ୍ଗୀତର ଇତିହାସ କଣ, ରାଗ, ରାଗିଣୀ, ତାଳ, ସ୍ୱର ଏସବୁ ବିଷୟରେ ଏ ବହିରେ ଆମର ଲେଖା ହେଇଛି। ରାଜପୁତ ପେଣ୍ଟିଂ ଯୋଉଟା କି 2003, ରାଜପୁତ ଚିତ୍ରାଳୟ ବିଷୟରେ ଏହି ବହି ଯେଉଁଥିରେ କି ରାଜପୁତ ସମୟରେ ରଙ୍ଗ ବ୍ୟବହାର, ରୂପକ ତଥା ଦୃଶ୍ୟ ଏସବୁର ସୃଷ୍ଟି ବିଷୟରେ ବିଶ୍ଳେଷଣ ରହିଅଛି। ତାପରେ ଆସିଲା ଆର୍ଲି ଇଣ୍ଡିଆନ ଆର୍କିଟେକ୍ଚର, ସିଟିଜ ଆଣ୍ଡ ସିଟି ଗେଟ୍। ତ କଣ ନା ପ୍ରାଚୀନ ଭାରତୀୟ ସହର, ତାର ଗଠନର ଶୈଳୀ, ନିର୍ମାଣ ପ୍ରଣାଳୀ, ତାର ଧାର୍ମିକର ଅର୍ଥ ବିଷୟରେ ଏସବୁ ବହିରେ ଲେଖା ଯାଇଅଛି। ତାପରେ କଣ ଲେଖା ହେଇଛି ନା ଦ ଅରିଜିନ ଅଫ ଦ ବୁଦ୍ଧ ଇମେଜ, ଯୋଉଟା କି ବୁଦ୍ଧ ମୂର୍ତ୍ତିର ଅରିଜିନ କେବେ ହେଇଥିଲା, କିପରି ହେଇଥିଲା ସେସବୁ ବିଷୟରେ ଏ ବହିରେ ଆମର ଗଭୀର ଅନୁସନ୍ଧାନ ରହିଅଛି ହେଲା, ଗଭୀର ଅନୁସନ୍ଧାନ ରହିଅଛି। ତାପରେ କହିଛନ୍ତି କଣ ନା ଦ ଡୋର ଇନ ଦ ସ୍କାଏ କଣ ଏଥିରେ ଅଛି ନା ଏଇ ବହିରେ ଧାର୍ମିକ ପ୍ରତୀକ, ଆକୃତି ମାନଙ୍କର ରୂପ, ଅର୍ଥ ଏସବୁରେ ଆମର ଆଧାରିତ ହେଇକି ଏ ବହିରେ ଲେଖା ହେଇଛି। ତାପରେ ଲାଷ୍ଟ କହିଛନ୍ତି ଦ ଟ୍ରାନ୍ସଫରମେସନ ଅଫ ନେଚର ଇନ ଆର୍ଟ, ଯୋଉଟା କି ନେଚୁରାଲ ସୋସାଇଟି କେମିତି ମାନବ ଅନୁଭୂତି, ଧର୍ମ, ଆଧ୍ୟାତ୍ମିକତା ଏସବୁ ସହିତ ଯୋଗ ହୋଇ କଳାର ରୂପ ନେଇଥାଏ। ଆଉ ଏହି ବହିରେ ସବୁ କଣ ନା ହଉଛି ସବୁ ବହି ଗୁଡାକ ଏମିତି ଟାଇପର ସବୁ ଲେଖା ହେଇଛି ଆଉ ହେଲା। ଏଥର ଖାଲି ତାଙ୍କ ବିଷୟରେ କିଛି ବି ଦେଇନାହିଁ, କୁମାର ସ୍ୱାମୀଙ୍କ ବିଷୟରେ ଖାଲି ଅଳ୍ପ ଟିକେ ଦେଇଦେଲା, କୋଉଠି ଜନ୍ମ ହେଇଥିଲେ, କଣ ହେଇଥିଲେ, ଟ୍ରାଡିସନାଲ ଆର୍ଟ ବିଷୟରେ କଣ କହିଛନ୍ତି, କୋଉ କୋଉ ବହି ଲେଖିଛନ୍ତି, ସେଇ ସବୁ ବିଷୟରେ ହିଁ କହିଛି ବାସ୍, ଆଉ କିଛି ବି ନାହିଁ ହେଲା। ଦେନ୍ ଆସିଲା ହର୍ବର୍ଟ ରିଡ୍। ହର୍ବର୍ଟ ରିଡ୍ କଣ କୁହାଯାଇଛି, ସାର୍ ହର୍ବର୍ଟ ଏଡୱାର୍ଡ ରିଡ୍ born in Massachusetts, United Kingdom, was an England anarchist, poet, and literary critic, best known for numerous books on art, which included influential volumes on the role of art in education. Reed was co-founder of the Institute of Contemporary Art. ସାର୍ ହର୍ବର୍ଟ ରିଡ୍ ଜନ୍ମ ହେଇଥିଲେ କଣ କୋଉଠି ନା ମସ୍କୋଟସରେ, ୟୁନାଇଟେଡ କିଙ୍ଗଡମରେ। ସେ ଗୋଟେ କଣ ନା ଇଂଲିଶ ଆନାର୍ଚିଷ୍ଟ ଥିଲେ, ଅର୍ଥାତ କଣ ନା ସେ ସରକାର ବା ଶାସନରେ ବିଶ୍ୱାସ କରୁନଥିଲେ। ମଣିଷ ନିଜେ ନିଜ ନିୟମ ଏସବୁରେ ବଞ୍ଚିବା ଉଚିତ ବୋଲି ସେ ବିଶ୍ୱାସ କରୁଥିଲେ। କେମିତି ଆମେ ନିୟମ କାଢିବୁ, ଆମେ ଆମ ନିୟମରେ ହିଁ ବଞ୍ଚିବୁ। ସେ ଜଣେ କଣ ନା ହଉଛି ପୋଏଟ ଥିଲେ, ଲିଟରେସି କ୍ରିଟିକ ମଧ୍ୟ ଥିଲେ। ମାନେ କଣ ନା ଗଦ୍ୟ କବିତା ହେଲା ତାଙ୍କ ଉପରେ ସେ ଗଭୀର ନଲେଜ ମଧ୍ୟ ଗ୍ରହଣ କରୁଥିଲେ। ଆଉ ସେ ଆର୍ଟ ଉପରେ ବହୁତ ସାରା ବୁକ୍ ମଧ୍ୟ ଲେଖିଛନ୍ତି। ଆଉ ସେ ବୁକ୍ ମାନେ କଣ ନା ଆର୍ଟ ର ଶିକ୍ଷାରେ କେତେ ଗୁରୁତ୍ୱ ଅଛି, ଦେଶରେ ଆଉ ବ୍ୟକ୍ତିର ବିକାଶରେ ଆର୍ଟ କିପରି ଭୂମିକା ଗ୍ରହଣ କରୁଛି, ଏ ସବୁ ବିଷୟରେ ସେ ବୁକ୍ ରେ ସବୁ ଲେଖିଛନ୍ତି। ଆମର ଆର୍ଟ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଗୋଟେ ମଣିଷ ଜୀବନରେ ଆଉ ଶିକ୍ଷାରେ, ଏସବୁ ଜିନିଷ ମଧ୍ୟ ବହୁତ ସାରା ସେ କହିଛନ୍ତି। He was one of the earliest English writers to take notice of existentialism. ତ କଣ ସେ ସବୁଠୁ ଗୋଟେ ପ୍ରଥମ ଇଂଲିଶ ଲେଖକ ମାନଙ୍କ ମଧ୍ୟରୁ ଜଣେ ଥିଲେ, ଯୋଉଟା କି ଏକ୍ସଟେନ୍ଟିନିଜିମ ଉପରେ ଧ୍ୟାନ ଦେଉଥିଲେ। ଏକ୍ସଟେନ୍ଟିନିଜିମ ମାନେ କଣ ନା ଏହା ହଉଛି ଗୋଟେ ଏମିତିକା ଫିଲୋସଫି ଯାହା କୁହେ କଣ ନା ମାନବ ଜୀବନର ଅର୍ଥ ନିଜେ ନିଜେ ଖୋଜିବା ହେଲା। ମନୁଷ୍ୟ ଜୀବନରେ କଣ ତାର ଅର୍ଥ ଅଛି ନିଜେ ନିଜେ ଖୋଜିବା ଦରକାର।
ନିଜ ଦାୟିତ୍ୱ ନିଜର ନିଷ୍ପତ୍ତି ସେସବୁ ଉପରେ ଜୀବନ ନିର୍ଭର ହିଁ କରିଥାଏ। ତ ସେଥିପାଇଁ ନିଜର ନିଷ୍ପତ୍ତି ନିଜେ ନେବା ଦରକାର। ସେଇଟା ହିଁ ହଉଛି କଣ ଏକ୍ସଟେନ୍ଟିଆଲିଜିମ୍। ସେ ବହୁତ ସାରା କୋଟେସନ ମଧ୍ୟ ଲେଖିଛନ୍ତି। ବହୁତ ସାରା କୋଟେସନ କହିଛନ୍ତି କଣ, ଫର୍ଷ୍ଟ କହିଛନ୍ତି ସ୍ଲେଭ୍ ମେ ବି ହାପି ବଟ୍ ହାପିନେସ୍ ଇଜ ନଟ୍ ଏନଫ୍। ହେଲା, ଏମାନେ କଣ, ଜଣେ ସ୍ଲେଭ୍, ସ୍ଲେଭ୍ ମାନେ କହିଲା ମାନେ ଦାସ, ହେଲା, ଜଣେ ଦାସ ବି ଖୁସି ହୋଇପାରେ କିନ୍ତୁ ସେହି ଖୁସି ଏନଫ୍ ନୁହେଁ। ତମେ ଗୋଟେ ଯଦି କିଏ କର୍ମଚାରୀ ଜଣକ ସିଏ ମଧ୍ୟ ଖୁସି ହଉଛି, ସେଇ ଖୁସିରେ ଆମେ ଏନଫ୍ କହିଦେବା ସେଟା ନୁହେଁ। ହେଲା, ମାନେ କଣ ନା ଯଦି ଜଣକ ଫ୍ରିଡମ ହିଁ ନାହିଁ, ସେ କିଛି ସୁବିଧା ପାଇଲେ ବା ଖୁସି ଲାଗିଲେ ମଧ୍ୟ ତାହା ଠିକ ଉନ୍ନତି ନୁହେଁ। ଖାଲି ହାପି ହେବାରୁ ଜୀବନର ସବୁ ଅର୍ଥ ପୂରଣ ହେଇଯିବ ଯେ ତା ମାନେ ସେଟା ନୁହେଁ। ତାକୁ ମଧ୍ୟ ସେତିକି ଫ୍ରିଡମ ଦରକାର, ସିଏ ମଧ୍ୟ ଆହୁରି ଭଲରେ ରହିପାରିବ। ଖାଲି ଯେ ଆମେ କହୁଛନ୍ତି ହଁ ତୋ ପାଇଁ ଏତିକି ହିଁ ଏନଫ୍, ଏଇଟା ଏନଫ୍ ନୁହେଁ। ହେଲା, ଏଇଟା ସେ ଲେଖିଛନ୍ତି। ଆଉ ଗୋଟେ କହିଛନ୍ତି progress is measured by the degree of differentiation within a society। କଣ ନା ଯୋଉ ସମାଜ ମଧ୍ୟରେ ଲୋକମାନେ ଭିନ୍ନ ଭିନ୍ନ ଭାବରେ ଚିନ୍ତା କରନ୍ତି, କାମ କରନ୍ତି, ନୂଆ ଧାରଣା ଆଣିଥାନ୍ତି, ସେଇ ସମାଜ ଅଧିକ ପ୍ରୋଗ୍ରେସିଭ ହୋଇଥାଏ। ଆଉ ସବୁଠି ଏକ ପରି ତାର ଭାବନା, ତାର ହଉଛି ରହିବାର ଚଳଣି, ଏସବୁ ଥିଲେ ତେବେ ଯାଇକି ସେ ସମାଜ ଆଗକୁ କଣ ନା ହଉଛି ବଢିବ। ଯଦି ଏକ ପରି ଭାବ ଥିବ, ହେଲା, ତେବେ ସେ ସମାଜ ଆଗକୁ ବଢିବ ବୋଲି ଆମେ କୁହନ୍ତି। ଏଥିଟା କହିଛନ୍ତି। ଦେନ୍ ତାପରେ କହିଛନ୍ତି progress is measured by richness and intensity of experiences by a wider and a deeper apprehension of the significance and scope of human existence। ତ କଣ ନା ହର୍ବର୍ଟ ରିଡ୍ ଏହି କଥା ମାଧ୍ୟମରେ କହିବାକୁ ଚାହୁଁଛନ୍ତି ଯେ ଖାଲି ବାହାର ସୁବିଧା, ସରଳ ଖୁସି ବା ଗୋଟେ ପ୍ରକାର ୟୁନିଟି ମାନେ ଉନ୍ନତି ଯେ କହିବା ତାହା କେବେ ବି ନୁହେଁ। ଅସଲ ଉନ୍ନତି ହେଉଛି କଣ ନା ଥଟ୍ ପ୍ରୋସେସର ଉନ୍ନତି। ହେଲା, ଥଟ୍ ନିଜର ଭାବନାରେ ହିଁ ଉନ୍ନତି ଆଣିବା, ସେଇଟା ହିଁ ହଉଛି ଆମର ମେନ୍ ଉନ୍ନତି। ଦେନ୍ ୱାର୍କ ରେ କଣ ଦେଇଛି, ଏସବୁ ହଉଛି ଆମର କଣ ନା ହର୍ବର୍ଟଙ୍କ ଦ୍ଵାରା ଲେଖା ଯାଇଥିବା କିଛିଟା ବହି। ଏଇଟା ହିଁ ବହିରେ ଇଏରେ ହିଁ ଲେଖା ହେଇଛି। ଲେଖିଛନ୍ତି ଦ ମିନିଂ ଅଫ ଆର୍ଟ, ଲେଖିଛନ୍ତି art now an introduction to the theories of modern painting and sculpture, art and industry, art and society, anarchy and order, education, thought art, ଏସବୁ ଲେଖିଛନ୍ତି। ଆଉ ଖାଲି ବହି ଗୁଡାକ ଯାହା ଯାହା ଲେଖିଛନ୍ତି ସେଗୁଡାକ ହିଁ ଦେଇଦେଇଛି, ଆଉ କିଛି ନାହିଁ ଏଥିରେ। ବୁଝି ହଉଛି ନା ବୁଝି ହଉନି ସମସ୍ତଙ୍କୁ? ଓକେ, ତାପରେ ଆସି ହଁ, ଏଲିଅଟ ଇଜନର କଣ କହିଛନ୍ତି? ଏଲିଅଟ ଇଜନର born in Chicago, Illinois, United States, was a professor of art and education at the Stanford Graduate School of Education and was one of the United States leading academic minds। ଇଲିୟଟ ଇଜନରଙ୍କ ଜନ୍ମ ଚିକାଗୋ, ଇଲିନୋଇସ୍, ୟୁନାଇଟେଡ୍ ଷ୍ଟେଟ୍ସରେ ହୋଇଥିଲା। ଆଉ ସେ ଷ୍ଟାନଫୋର୍ଡ ଗ୍ରାଜୁଏଟ ସ୍କୁଲ ଅଫ ଏଜୁକେସନରେ ଆର୍ଟ ଆଉ ଏଜୁକେସନର ପ୍ରଫେସର ମଧ୍ୟ ଥିଲେ। ସେ ଆମେରିକାର ଗୋଟେ ଲିଡିଂ ଆକାଡେମିସିଆନ ଅଫ ଆଉ ଫିଲୋସଫି କଣ ନା ଇଲିୟଟ ଇଜନର ଆମର ଚିକାଗୋରେ ଗ୍ରହଣ କରିଥିଲେ, ୟୁନାଇଟେଡ୍ ଷ୍ଟେଟ୍ସରେ ହେଇଥିଲେ। ଆଉ ଷ୍ଟାନଫୋର୍ଡ ଗ୍ରାଜୁଏଟ ସ୍କୁଲ ଅଫ ଏଜୁକେସନରେ ଆର୍ଟ ଆଉ ଏଜୁକେସନର ପ୍ରଫେସର ମଧ୍ୟ ସେ ଥିଲେ। ଆଉ ସେ ଆମେରିକାର ଗୋଟେ ଲିଡିଂ ଆକାଡେମିସିଆନ ଆଉ ଫିଲୋସଫର ମଧ୍ୟ ଥିଲେ। ତାପରେ କହିଛନ୍ତି ହି ୱାଜ ଆକ୍ଟିଭ ଇନ୍ ସେଭେରାଲ ଫିଲ୍ଡ ଇନକ୍ଲୁଡିଂ ଆର୍ଟ ଏଜୁକେସନ, କରିକୁଲମ ରିଫର୍ମ, କ୍ୱାଲିଟେଟିଭ ରିସର୍ଚ୍ଚ, ଏସବୁରେ ତାଙ୍କର ଥିଲା କଣ ନା ଇଜନର ମହାଶୟ ଆମର କଣ ଥିଲେ ନା ଆର୍ଟ ଏଜୁକେସନ, କରିକୁଲମ ରିଫର୍ମ, ଯୋଉଟା କି ଆମେ କହିପାରିବା ଶିକ୍ଷା ପାଠ୍ୟକ୍ରମର ପୁନର୍ଗଠନ, ହେଲା, ଏଟା କ୍ୱାଲିଟେଟିଭ ରିସର୍ଚ୍ଚ, ଏଇଭଳି ବହୁତ ସାରା ମୁଖ୍ୟ ମାନେ କାମ ଇଏରେ ସେ କଣ କରିଥିଲେ ନା ଥିଲେ। ହେଲା, ସେ ଭାବନ୍ତି ଯେ ଆର୍ଟ ଏଜୁକେସନ ଆମର କଣ ମାନବ ଆଉ ହଉଛି ମନ ଆଉ ପର୍ସନାଲିଟି ୟାର ବିକାଶ କରିଥିଲା, ୟାର ବିକାଶ କରିଥାଏ। କିଏ ସେ ଆର୍ଟ ଏଜୁକେସନ ମନୁଷ୍ୟର ମନ ଆଉ ପର୍ସନାଲିଟିର ବିକାଶ କରିଥାଏ। ଏହା ଶିକ୍ଷା ପ୍ରଣାଳୀର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଂଶ ମଧ୍ୟ ହେଇପାରିବ। ମାନେ ଏଜୁକେସନ ପ୍ରୋସେସରେ
ଏଜୁକେସନ ରେ ଗୋଟେ ବଡ ଇଏ ଗ୍ରହଣ କରିପାରିବ ହେଲା। ଗ୍ରହଣ କରିପାରିବ। ତାପରେ କହିଛନ୍ତି he was the recipient of a University of Louisville Graumer Award in 2005, the Brooks International Prize in 2004, George Vasconcelos World Award of Education, Sir Herbert Reed Award of the International Society for Education through Art in 1997। ଆମର କଣ ନା ତାଙ୍କ କାମ ପାଇଁ ସେ ବହୁତ ବଡ ବଡ ସମ୍ମାନ ଆଉ ପୁରସ୍କାର ମଧ୍ୟ ପାଇଛନ୍ତି। 2005 ୟୁନିଭର୍ସିଟି ଅଫ ଲୁଇସଭିଲ ଗ୍ରମେର ଆୱାର୍ଡ ପାଇଲେ। 2004 ବ୍ରକ୍ ଇଣ୍ଟରନ୍ୟାସନାଲ ପ୍ରାଇଜ ପାଇଲେ। ଜୋସ୍ ଭାସ୍କୋନସେଲୋସ୍ ୱାର୍ଲଡ ଆୱାର୍ଡ ଅଫ ଏଜୁକେସନ ସେଟା ମଧ୍ୟ ପାଇଛନ୍ତି। 1997 ସାର୍ ହର୍ବର୍ଟ ରିଡ୍ ଆୱାର୍ଡ ଯାହାକି ଇଣ୍ଟରନ୍ୟାସନାଲ ସୋସାଇଟି ଫର ଏଜୁକେସନ ଥ୍ରୋ ଆର୍ଟ ଦ୍ଵାରା ତାଙ୍କୁ ଦିଆଯାଇଥିଲା ହେଲା। ତାପରେ ଦିଆଯାଇଥିଲା। ତାପରେ କହିଛନ୍ତି Dr. Isner believed that the serious study of practice of an artist discipline is the most effective way for the children to learn the following। ଆଚ୍ଛା କଣ ସବୁ କହିଛନ୍ତି ଦେଖିବା। ସେ ଲେଖିଛନ୍ତି how to perceive and explore relationship। କଣ ଇଜନର କହିଛନ୍ତି ଯେ କି ଆର୍ଟ ହେଲା ଆର୍ଟ ଶିକ୍ଷା ଦ୍ଵାରା ପିଲାମାନେ ଶିଖନ୍ତି କିପରି ଗୋଟେ ସମ୍ପର୍କ ଆରମ୍ଭ ହୁଏ, କିପରି ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠେ, କିପରି ଡିଫରେଣ୍ଟ ଫ୍ୟାକ୍ଟର ଏହା ଉପରେ କଣ ନା ପ୍ରଭାବ ପକାଏ, ସେଗୁଡାକ ଜିନିଷ ସେ କହିଛନ୍ତି। ହ୍ୟୁମାନ ରିଲେସନସିପ କଜ ଅଫ ଇଫେକ୍ଟ ରିଲେସନସିପ ରିଲେସନ ପାର୍ଟ ଅଫ ଏ ହୋଲ ହେଲା। ତାପରେ କହିଛନ୍ତି ସେକେଣ୍ଡରେ ହାଉ ଟୁ ଥିଙ୍କ ଆଣ୍ଡ ଏକ୍ସପ୍ରେସ within the constraints of a medium how to choose when faced with a range of possibilities। କଣ ଆର୍ଟରେ ବହୁତ ସାରା ଅନେକ ସମୟ ସୀମିତ ଉପକରଣ ସମୟ ବା ଆକାର ଥାଏ। ସେଥିରେ ଛୁଆମାନେ ଶିଖନ୍ତି କି କିପରି ଅନେକ ମାନେ ବହୁତ ସାରା ଅପସନ ମଧ୍ୟରୁ ସଠିକ ଅପସନ ଚୁଜ୍ କରିବେ କେମିତି ଆଉ ନିଜ ଭାବକୁ ପ୍ରକାଶ କେମିତି କରିବେ ଏଟା ମଧ୍ୟ ଶିଖିଥାନ୍ତି। ତାପରେ କହିଛନ୍ତି nuance matter ଯୋଉଟା କି how to pay attention to subtitles and be sensitive to side differences that can make very big differences to others। ତ କଣ କହିଛି ଇଜନର କହନ୍ତି ଯେ ଶିଳ୍ପରେ ଛୁଆ ମାନେ ଶିଖିପାରନ୍ତି କି କିପରି ଗୋଟେ ଛୋଟ ଜିନିଷର ବଡ ମିନିଂ ଥାଏ ଆଉ ଏହା ଅନ୍ୟମାନଙ୍କ ଭାବନାକୁ କେମିତି ପ୍ରଭାବିତ କରିଥାଏ ଏଟା କରିଥାନ୍ତି। How the shape the build environment or the elements within it affect our experience of place। ତ କଣ କହୁଛି ଏଇଟା କହୁଛି କି କେମିତି ଗୋଟେ ଆକୃତି ମଣିଷ ମାନଙ୍କ ଏକ୍ସପେରିଏନ୍ସ କୁ ଆଫେକ୍ଟ କରିଥାଏ ହେଲା କେମିତି ଆଫେକ୍ଟ କରିଥାଏ। ଯେପରିକି କଣ ଗୋଟେ ମନ୍ଦିର ଗୋଟେ ଘର କିମ୍ବା ଗୋଟେ ଘର ଭିତରେ ଥିବା ଜିନିଷର ଆକୃତି କିପରି ଆମ ଅନୁଭବ ଉପରେ ପ୍ରଭାବ ପକାଉଛି। ଆମେ ଦେଖୁଛନ୍ତି ଗୋଟେ ମନ୍ଦିର ସେପ୍ ର କିଛି ଗୋଟେ ହେଇଛି ଆମେ କଣ କରୁଛନ୍ତି ନା ସାଙ୍ଗେ ସାଙ୍ଗେ ନମସ୍କାର କରିଦଉଛନ୍ତି ହେଲା କିଛି ଗୋଟେ ସେପ୍ ର ଯାହା ହେଲେ ବି ଆମ ମନକୁ ପ୍ରଭାବିତ କରୁଛି। ନେକ୍ସଟ 5 ନମ୍ବରରେ କହିଛି exploring ହଁ ଏଟା ଗଲା how to shape of build environment affect experience of place ହେଲା। ଆଚ୍ଛା nuance matter ଟା ବୁଝେଇ ପାରିଲେ nuance matter କହୁଛି ଇଗ୍ନୋର କହନ୍ତି ଯେ କଣ ନା ଶିଳ୍ପରେ ଛୁଆମାନେ ଶିଖିପାରନ୍ତି ଗୋଟେ ଗୋଟେ ଛୋଟ ଛୋଟ ଜିନିଷ ର ବଡ ମିନିଂ କେମିତି ଥାଏ ଆଉ ଅନ୍ୟମାନଙ୍କ ଭାବନାକୁ କେମିତି ପ୍ରଭାବିତ କରିଥାଏ ଏଇଟା। ଆଉ ତାପରେ 4 ନମ୍ବର କହିଲେ କି ହାଉ ଦ ସେପ୍ ଅଫ ଦ ବିଲ୍ଡ ଏନଭାରମେଣ୍ଟ ଆଫେକ୍ଟ ଏକ୍ସପିରିଏନ୍ସ ଅଫ ଦ ପ୍ଲେସ ଯୋଉଟା କି ଆମର ହଉଛି କଣ ଗୋଟେ ଗୋଟେ ଏକ୍ସପିରିଏନ୍ସ ଆମକୁ ଆଫେକ୍ଟ କରିଥାଏ ମଣିଷ ମାନଙ୍କ ଏକ୍ସପିରିଏନ୍ସ କୁ ମଣିଷ ମାନଙ୍କ ଏକ୍ସପିରିଏନ୍ସ କିଛି ଗୋଟେ ଥର ସେପ୍ ଦେଖିକି ମଧ୍ୟ ଆମ ମନରେ କଣ ନା କିଛି ଗୋଟେ ଅଲଗା ଅଲଗା ଅନୁଭବ ମଧ୍ୟ ଆସିଥାଏ ଏଟା ସବୁ କହୁଛି। 5 ନମ୍ବର କହିଛି କଣ ଏକ୍ସପ୍ଲୋରିଂ ଅପରଚୁନିଟି ଇଜ ଦ ଏସେନ୍ସ ଅଫ କ୍ରିଏଟିଭିଟି। ଅନେକ ସମୟରେ ଛୁଆ ମାନେ ଗୋଟେ ସ୍ପଷ୍ଟ ଲକ୍ଷ୍ୟ ରଖି କେମିତି ତାକୁ ଫ୍ଲେକ୍ସିବଲ ଭାବରେ ଆଚିଭ କରି କିପରି ସମସ୍ୟାର ସମାଧାନ କରନ୍ତି ସେଥିପାଇଁ ଆର୍ଟ ଗୋଟେ ଇମ୍ପୋର୍ଟାଣ୍ଟ ମାଧ୍ୟମ ହେଲା ଆର୍ଟ ହଉଛି ଆମର ଗୋଟେ ଇମ୍ପୋର୍ଟାଣ୍ଟ ମାଧ୍ୟମରେ କାମ କରେ। ତାପରେ କହିଛି କଣ ନା ଇଣ୍ଟେଲିଜେନ୍ସ 6 ନମ୍ବର କହିଛି ହଁ
ଛଅ ନମ୍ବର କହିଛି କଣ? Intelligence, awareness, and understanding are cultivated by developing the ability to think in images and symbols. ତ କଣ ନା ଛବି ଆଉ ପ୍ରତୀକ ମାନସିକ ଉନ୍ନତିକୁ ମଧ୍ୟ ବଢାଇଥାଏ। ସେ କୌଣସି ପ୍ରକାର ସିମ୍ବଲ ଦେଖି ଦଉଛନ୍ତି, କୌଣସି ପ୍ରକାର କଣ ନା ହଉଛି ଇଣ୍ଟେଲିଜେନ୍ସ ଇଏ ଦେଖଉଛନ୍ତି, ଆୱାରନେସ ଦେଖଉଛନ୍ତି। ଏସବୁ ମଧ୍ୟ ଆମର କଣ ନା ହଉଛି ଉନ୍ନତି ମାର୍ଗରେ ଯାଇଥାଏ। Then 7 number କହିଛି surprise is the divided of imagination at work, experiment and discovery are the rich pathway to ownership of learning। ଯେତେବେଳେ ଆମର କଣ ନା କଳ୍ପନା କାମ କରିଥାଏ ସେତେବେଳେ ତାହାର ରେଜଲ୍ଟ ବି ବହୁତ ସରପ୍ରାଇଜିଂ ହେଇଥାଏ ହେଲା। ତାପରେ କହିଛି there are many different and completely valid way to be in the world, there is not always a single or even a right answer। ତ କଣ କହିଲା ନା ଏହି ସଂସାରର ଜୀବନ ବ୍ୟତୀତ କରିବା ପାଇଁ କଣ ନା ଅନେକ ଠିକ ଉପାୟ ମଧ୍ୟ ଅଛି। ଇଜନର ବିଲିଭ କରନ୍ତି ଯେ ଗୋଟେ ପ୍ରଶ୍ନର ମାତ୍ର ଗୋଟିଏ ଉତ୍ତର ନଥାଏ, ଅନେକ ଭିନ୍ନ ଭିନ୍ନ ଭାବରେ ଲୋକମାନେ ଜୀବନ ବ୍ୟତୀତ କରିପାରନ୍ତି ଏବଂ ସେଗୁଡିକ ମଧ୍ୟ ସଠିକ ଆଉ ସମ୍ମାନର ଯୋଗ୍ୟ ହବା ଦରକାର।